ଆପଣମାନଙ୍କୁ ସ୍ୱାଦିଷ୍ଟ ରୋଷେଇଶାଳକୁ ସ୍ୱାଗତ। ଆଜି ଆମେ ଜଙ୍ଗଲ ଛତୁର ତରକାରୀ ପ୍ରସ୍ତୁତ କରିବା। ତାକୁ ସଠିକ୍ ପ୍ରଣାଳୀରେ ପ୍ରସ୍ତୁତ କଲେ ପେଟ ଖରାପ ହୋଇନଥାଏ, ଛତୁର ଗନ୍ଧ ମଧ୍ୟ ରହିନଥାଏ, ଭାରି ସ୍ୱାଦିଆ ଲାଗିଥାଏ। ଆସନ୍ତୁ ଛତୁର ରୋଷେଇ ପ୍ରଣାଳୀକୁ ଯିବା। ଇଏ ହେଉଛି ଆମର ଜଙ୍ଗଲ ଛତୁ। এই ଛତୁକୁ ଆମେ ଭଲ ଭାବରେ ଧୋଇ ନେବା। ମୁଁ ଦୁଇଟି ଜାଗାରେ ପାଣି ନେଇଯାଇଛି, ଗୋଟେ ଜାଗାରେ ଖାଲି ପାଣି ଆଉ ଗୋଟେ ଜାଗାରେ ହଳଦୀ ପାଣି, ହଳଦୀ ଗୁଣ୍ଡ କିଛି ପକାଇ ଦେଇଛି ପାଣିରେ। ଆମେ ପ୍ରଥମେ ଖାଲି ପାଣିରେ ଛତୁକୁ ଧୋଇବା ଏଇଠି, ତାପରେ ଆମେ ହଳଦୀ ପାଣିରେ ତାକୁ ପକାଇବା। ହଳଦୀ ପାଣିରେ ଛତୁକୁ ପକାଇଲେ ଯାହା ପୋକ ଜୋକ ଥିବେ ସେ ସବୁ ବାହାରିଯିବେ। ଏମିତି ଭାବରେ ଆମେ ପାଣିରେ ଛତୁକୁ ଭଲ ଭାବେ ଧୋଇ ନେବା। ଦେଖନ୍ତୁ ଏଇ ଯେଉଁ ବାଲି ଫାଲି ଯାହା ଥିବ ସବୁ ପରିଷ୍କାର କରିକି ହାତରେ ଧୋଇ ନେବା। ଏମିତି ତାପରେ ହଳଦୀ ପାଣିରେ ପକାଇ ନେବା। ଏମିତି ସବୁ ଛତୁକୁ ଦେଖନ୍ତୁ ଏମିତି ଭଲ ଭାବେ ଆମେ ପାଣିରେ ଧୋଇ ନେବା। ତାର ମାଟି ବାଲି ଯାହା ଥିବ ସବୁ ସଫା ହେଇଯିବ। ତାପରେ ଆମେ ଛତୁକୁ ହଳଦୀ ପାଣିରେ ପକାଇ ନେବା। ଏମିତି ଏଇ ଦେଖନ୍ତୁ ଇଏ ହେଉଛି ଆମର ଭାନୁ ଛତୁ ଧଳା ଗୁଡ଼ାକ, ଆଉ ହଳଦିଆ ଗୁଡ଼ାକ ହେଉଛି ଇଏ ପିଚ ଛତୁ। ଏସବୁ ପିଚ ଛତୁ। ଆଉ ଇଏ ହେଉଛି ପିଠଉ ଛତୁ। ମୁଁ ସବୁ ଛତୁକୁ ଏଇନା ଭଲ ଭାବରେ ଧୋଇ ନେଇଛି। ଦେଖନ୍ତୁ ବାଲି ଛାଡ଼ି ଯାଇଛି। ଏଇନା ଆମେ ଛତୁକୁ ଏମିତି ସବୁ ଭାଙ୍ଗି ନେବା, ଛୋଟ ଛୋଟ କରିକି ଭାଙ୍ଗି ନେବା। ସବୁ ଛତୁ ଭଲ ଭାବରେ ବତୁରିକି ବାଲି ଛାଡ଼ି ଯାଇଛି। ଏଇନା ଆମେ ତାକୁ ପାଣିରୁ କାଢ଼ି ନେବା। ଏମିତି ସବୁ ଛତୁକୁ ଗୋଟେ ଜାଗାକୁ କାଢ଼ି ନେବା। ଏମିତି ଖଣ୍ଡ ଗୁଣ୍ଡ ଗୁଡ଼ାକ ଛାଣିବା ପାଇଁ ସୁବିଧା ହୁଏ ନାହିଁ, ସେଥିପାଇଁ ଆମେ ଗୋଟେ ଏମିତି ଛଣା ସାହାଯ୍ୟରେ ତାକୁ ପାଣିକୁ ଏମିତି ନିଗାଡ଼ି ଦେବା, ସେ ଛାଣି ହେଇଯିବ। ତଳେ ବାଲି ମଧ୍ୟ ରହିଯିବ। କିଛି ବି ଛତୁ ନଷ୍ଟ ହେଇନାହିଁ। ଦେଖନ୍ତୁ ସବୁ ଯାକ ଛାଣି ହେଇଯାଇଛି। ଏଇନା ଆମେ ୟାକୁ ସବୁ ଛତୁ ତ ଧୁଆ ସରିଯାଇଛି। ଧୋଇକି ରଖିଥିବା ଛତୁକୁ ପ୍ରଥମେ ଆମେ ଗୋଟେ କଡ଼େଇ ବସେଇକି ଚୁଲିରେ ସିଝେଇ ନେବା। ଗୋଟେ କଡ଼େଇ ଚୁଲି ଉପରେ ବସେଇଦେବା। ତାପରେ ଆମେ ଛତୁକୁ ସେ କଡ଼େଇରେ ଦେଇଦେବା। ଛତୁକୁ ଲୁଣ ସହିତ ଟିକେ ଗୋଳେଇ ନେବା। এই ଛତୁକୁ କାହିଁକି ଆଗ ସିଝାଯାଏ ନା, ଏ ଜଙ୍ଗଲ ଛତୁ ଜଲ୍ଦି ସିଝି ନଥାଏ, ଆଉ ଇଏ ପେଟ ଖରାପ ମଧ୍ୟ କରିଥାଏ ଛତୁ ଯଦି ଭଲରେ ସିଝି ନଥିବ। ସେଥିପାଇଁ ଛତୁକୁ ଭଲରେ ସିଝିବା ପାଇଁ ଏମିତି ଆଗ ସିଝେଇ ଦେଲେ ଏ ଛତୁ ଭାରି ସ୍ୱାଦିଆ ଲାଗିଥାଏ। ଘୋଡ଼ଣି ଘୋଡ଼େଇ ଦେବା, ସିଝିବା ପାଇଁ ଛତୁକୁ ଛାଡ଼ିବା। ଛତୁ ସିଝିବା ଭିତରେ ଆମେ 3ଟା ପିଆଜ, କିଛି ରସୁଣ, ଖଣ୍ଡେ ଅଦା ଆଉ କିଛି ସୋରିଷକୁ ବାଟି ଆଣିବା। ସୋରିଷକୁ ଅଲଗା ବାଟିବା, ତାକୁ ଟିକେ ପରେ ମସଲାରେ ପକାଇବା। ସେଥିପାଇଁ ଛତୁ ସିଝିକି କେତେ ପାଣି ବାହାରିଗଲାଣି ଦେଖନ୍ତୁ। ଏଇନା ଆମେ ଛତୁକୁ ଛାଣି ନେବା। ଏମିତି ଛଣା ସାହାଯ୍ୟରେ ସବୁ ଛତୁକୁ ଆମେ ଛାଣି ନେବା। ପାଣି ଆଉ ଛତୁକୁ ଅଲଗା କରିନେବା। ଛତୁ ତରକାରୀ ପ୍ରସ୍ତୁତ ପାଇଁ ମୁଁ ଗୋଟେ କଡ଼େଇକୁ ବସାଇ ନେଇଛି। କଡ଼େଇ ଗରମ ହୋଇଗଲାଣି। ଏଇନା ଆମେ ତେଲ ଦେଇଦେବା। ତେଲ ଗରମ ହୋଇଗଲାଣି। ଏଇନା ଗୋଟେ ପିଞ୍ଚି ହେଙ୍ଗୁ ଦେଇଦେବା।
ଯାହାଫଳରେ କି ଛତୁ ଭଲରେ ଖାଇଲେ ହଜମ ହେବ। ତାପରେ ଫୁଟଣ ଦେଇଦେବା, 2ଟି ଶୁଖିଲା ଲଙ୍କା ଦେଇଦେବା, ପିଆଜ ଦେଇଦେବା, ପିଆଜ ହାଲକା ଲାଲ ହେଇଗଲାଣି। ଏଇନା ଆମେ କାଶ୍ମୀରୀ ଚିଲି ଗୁଣ୍ଡକୁ ଦେଇଦେବା। ଏଇନା ଦେଲେ ଭଲ କଲର୍ ଆସିଥାଏ। ଏଥିରେ ଆମେ ଦେଇଦେବା ପିଆଜ ରସୁଣ ବଟାକୁ ଦେଇଦେବା। ଏଇନା ଆମେ ହଳଦୀ ଗୁଣ୍ଡ ଦେଇଦେବା, ଜିରା ଧନିଆ ଗୁଣ୍ଡ ଦେଇଦେବା, ରାଗ ପାଇଁ 1 ଚାମଚ ଲଙ୍କା ଗୁଣ୍ଡ ଦେଇଦେବା। ତାପରେ ମସଲାକୁ ଆମେ ଭଲ ଭାବରେ ଗୋଳେଇ ନେବା। ଭାଜି ହେଇଗଲାଣି, ନା ଆମେ ଅଳ୍ପ ପାଣି ଦେଇଦେବା। ମସଲା ଫୁଟିଗଲାଣି, ଆମେ 1/2 ଚାମଚ ଗରମ ମସଲା ଗୁଣ୍ଡ ଦେଇଦେବା, 1/2 ଚାମଚ ମିଟ୍ ମସଲା ଗୁଣ୍ଡ ଦେଇଦେବା। ଆଉ ଏମିତି ମସଲା ଫୁଟୁଥିବା ଅବସ୍ଥାରେ ଆମେ ବାଟି ରଖିଥିବା ସୋରିଷ ବଟାକୁ ଦେଇଦେବା। ଏଇନା ଆମେ ସବୁ ମସଲାକୁ ଭଲ ଭାବେ ଗୋଳେଇ ନେବା, ଭଲସେ ଫୁଟିବା ପାଇଁ ଛାଡ଼ିବା। ମସଲା ଭଲସେ ଫୁଟିଗଲାଣି, ଏଇନା ଆମେ ଛାଣିକି ରଖିଥିବା ଛତୁକୁ ଦେଇଦେବା। ତାପରେ ଛତୁକୁ ମସଲା ସହିତ ଭଲ ଭାବେ ଗୋଳେଇ ନେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆମେ ଆଗରୁ ଲୁଣ ଦେଇଥିଲେ, ସେ ଅନୁସାରେ ଆମେ ଅଳ୍ପ ଲୁଣ ଦେବା। ଭଲ ଭାବରେ ଗୋଳେଇ ନେବା। ଘୋଡ଼ଣୀ ଢାଙ୍କି ଦେବା, ଛତୁକୁ ସିଝିବା ପାଇଁ ଛାଡ଼ିବା। ମଝିରେ ମଝିରେ ଚଲାଉଥିବା, ନହେଲେ ଛତୁ ତଳୁ ଲାଗିଯିବ। କାହିଁକିନା ଛତୁରେ ନାଳ ଅଂଶ ବେଶୀ ଥାଏ, ଜଙ୍ଗଲ ଛତୁରେ। ମଝିରେ ମଝିରେ ଏମିତି ଗୋଳେଇ ନେବେ। ଯାଇକି ଛତୁ ବି ସିଝିଗଲାଣି। ଯାହାକୁ ପସନ୍ଦ ଏମିତି ବି କଷା ଟାଇପ୍ର ଖାଇପାରିବେ ଛତୁକୁ, କିନ୍ତୁ ଆମେ ୟାକୁ ଝୋଳ କରିବା। ଛତୁ ଭଲସେ ଭାଜି ହେଇଯାଇଛି। ଏଇନା ଆମେ ପାଣି ଦେଇଦେବା ଏଥିରେ। ତାପରେ ଗୋଳେଇ ନେବା। ପୁଣି 15 ମିନିଟ୍ ଖଣ୍ଡେ ଫୁଟିବା ପାଇଁ ଛାଡ଼ିଦେବା। ଘୋଡ଼ଣୀ ଦେଇକି 15 ମିନିଟ୍ ଫୁଟିବା ପାଇଁ ଛାଡ଼ିବା। ଛତୁ ତରକାରୀ ଆମର ସିଝି ଯାଇଛି, ରେଡ଼ି ହେଇଯାଇଛି। ଏଇନା ଆମେ କିଛି କସ୍ତୁରୀ ମେଥିକୁ ହାତରେ ଦଳିକି ପକାଇ ନେବା। ଏମିତି କସ୍ତୁରୀ ମେଥି ବି ଫୁଟିଗଲାଣି। ଏଇନା ଆମେ କଡ଼େଇକୁ ତଳକୁ ଓହ୍ଲାଇ ନେବା। ଫାଇନାଲି ଜଙ୍ଗଲ ଛତୁ ତରକାରୀ ବନିକି ରେଡ଼ି ହେଇଯାଇଛି। ଏଇ ଦେଖନ୍ତୁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।